কর্তৃপক্ষଙ୍କ ଅବହେଳା ଯୋଗୁଁ 65ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର ହୋଇ ରାସଗୋବିନ୍ଦପୁର ଡାକ୍ତରଖାନାରେ ଚିକିତ୍ସିତ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ କାକବନ୍ଧ ଆଶ୍ରମ ବିଦ୍ୟାଳୟରେ। ସୂଚନା ଅନୁଯାୟୀ ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବାବେଳେ ମୋଟ 290 ଜଣ ଛାତ୍ରୀ ହଷ୍ଟେଲରେ ରହି ପାଠ ପଢୁଥିଲେ। ତେବେ ହଷ୍ଟେଲରେ ଛାତ୍ରଛାତ୍ରୀମାନଙ୍କୁ ସକାଳ 9ଟା ସମୟରେ ପଖାଳ ଓ ଆଳୁ ଦିଆଯାଇଥିଲା। ଖାଦ୍ୟ ମେନୁ ଅନୁଯାୟୀ ସକାଳ 7ଟା ସମୟରେ ଉପମା ଥିବାବେଳେ ଉପମା ଦିଆଯାଇନଥିଲା। ତେବେ ପୂର୍ବାହ୍ନ 9ଟାରେ ଭାତ ଆଳୁ ଖାଇବାକୁ ଦିଆଯାଇଥିଲା। ଖାଇବାର ସରିବାର କିଛି ସମୟରେ ହଷ୍ଟେଲରେ ଜଣେ ପରେ ଜଣେ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ। ହଷ୍ଟେଲ ଓ ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀମାନଙ୍କୁ ମେଡିକାଲ ନ ନେଇ ନିଜେ ନିଜେ ପ୍ରାଥମିକ ଚିକିତ୍ସା କରିଥିଲେ। ଅବସ୍ଥା ଗୁରୁତର ହେବାରୁ ଦୀର୍ଘ ସମୟ ପରେ ରାସଗୋବିନ୍ଦପୁର ମେଡିକାଲକୁ ଅଟୋ ଯୋଗେ ଅଣାଯାଇଥିଲା। ପୁଣି ହଷ୍ଟେଲରେ ଥିବା ଆଉ କିଛି ପିଲା ଗୁରୁତର ହେବାରୁ ପରେ ଅନେକ ଛାତ୍ରଛାତ୍ରୀଙ୍କୁ ମେଡିକାଲକୁ ଆମ୍ବୁଲାନ୍ସ ଯୋଗେ ଅଣାଯାଇଥିଲା। ଛାତ୍ରଛାତ୍ରୀମାନଙ୍କୁ ସାଲାଇନ୍ ଦେବା ସହିତ ଚିକିତ୍ସା ଜାରି ରହିଛି ଏବଂ ଦୂଷିତ ଖାଦ୍ୟ ଖାଇ ଫୁଡ୍ ପଏଜନ୍ ହୋଇଥାଇପାରେ ବୋଲି କହିଛନ୍ତି ଡାକ୍ତର ଏସ୍ ମଣ୍ଡଳ। ମୟୂରଭଞ୍ଜ ରାଇରଙ୍ଗପୁରରୁ ରାମେଶ୍ୱର କୁମାର ଅଗ୍ରୱାଲଙ୍କ ରିପୋର୍ଟ, ସୂଚନା ଟିଭି।